ଏତେ ଏଇଟା ଆଲୋଚନା ଥିଲା। ଆମେ ଆସିବା ଟପିକ ଗୋଟେ ନବାକୁ ପଡିବ। କଣ କୋଉ ବିଷୟରେ ଆଲୋଚନା କରିବା କୁହନ୍ତୁ ଟିକେ। ଆଚ୍ଛା ହଉ, ଚାହୁଁଛନ୍ତି କି ବର୍ତ୍ତମାନ ଠାରୁ ମୁକ୍ତ ହେବା ପାଇଁ ଯାହାର ଯେତେ ପ୍ରୋବ୍ଲେମ ଅଛି, ଯାହାର ଯେତେ ସମସ୍ୟା ଥାଉ ବି, ଏପରିକି ମୃତ୍ୟୁ ଶଯ୍ୟାରେ ଜଣେ ପଡ଼ିଛି, ଏପରିକି ଖାଦ୍ୟ ବି ବିଲକୁଲ ନାହିଁ, ଖାଇବା ପାଇଁ ନାହିଁ, ପୋଷାକର ଯୋଉଟା କୁହନ୍ତି ଫୁଡ କ୍ଲଥ ସେଲ୍ଟର, ଏ ତିନିଟାଙ୍କ ନାହିଁ, ହେଲ୍ଥ ପ୍ରୋବ୍ଲେମ ଅଛି, ଭୟଙ୍କରରୁ ଭୟଙ୍କର ସ୍ଥିତିରେ ଅଛନ୍ତି ସ୍ୱାସ୍ଥ୍ୟର, ମାନେ ଆଜି ବି ଡେଥ୍ ହେଇପାରେ, ଆଜି ବି ଡେଥ୍ ହେଇପାରେ। ଆଠାରୁ ଆଉ ବଡ଼ ଜିନିଷ କଣ ଅଛି? ବିପଦ। ଘର ନାହିଁ ଚଳିବ, ଖାଇବାକୁ ନାହିଁ ଚଳିବ, କୋଉଠି ମାଗିକିରି ବି ଖାଇହବ, ଜଣେ ଖାଇପାରିବ। ନହେଲେ ଆଜିକାଲି ଯୋଉ ଆହାର କେନ୍ଦ୍ର ସବୁ ରହିଲାଣି, ଲୋକମାନେ ଯାଇକିରି ଖାଉଛନ୍ତି ସେଠି। ଭୟଙ୍କର ଶତ୍ରୁ ତୁମ ଆଖି ଆଗରେ ଅଛନ୍ତି, ଭୟଙ୍କରରୁ ଭୟଙ୍କର ଶତ୍ରୁ। ଘରେ ଫୁଟା ହେଇଯାଇଛି, ପାଣି ମଧ୍ୟ ଦଉଛି, ଛାତ ହଉ ବା ଚାଳ ଘର ହଉ, ବୁଝିଲେ? ଯୋଉଠିକି ଯାଉଛନ୍ତି ସେଠି ଅପମାନିତ ହଉଛନ୍ତି, ଜାଣିଛନ୍ତି ମୁଁ ଠିକ ଅଛି, କିନ୍ତୁ ସୋସାଇଟି ତମକୁ ଠିକ ଭାବୁନି, ସଂସାର ତମକୁ ଠିକ ଦେଖୁନି କେତେ ଅଂଶରେ। ଇଏ ଗୋଟେ ବଡ ବିପଦ ନୁହେଁ? ସତ କହୁଛ, ଅନ୍ୟମାନେ କହୁଛନ୍ତି ଇଏ ବି ସତ ନ କହିପାରେ। ଏ ଦୁଃଖଦାୟକ ଅବସ୍ଥା। ଠାକୁରଙ୍କୁ ଡାକି ଡାକି ଥକି ଗଲାଣି। ଇଏ ବି ଗୋଟେ ମହା ଅସନ୍ତୋଷର କାରଣ ହେଇଯିବ ଜୀବନରେ। କେତେ ଠାକୁର, କେତେ ପୂଜା ବ୍ରତ କଲଣି, କେତେ ଯଜ୍ଞ କଲଣି, କେତେ ତାନ୍ତ୍ରିକ ପାଖକୁ ଗଲଣି, କେତେ ଜ୍ୟୋତିଷ ପାଖକୁ ଗଲଣି, ସବୁ ଫଳ ନିଷ୍ଫଳ, ସବୁ ଫଳ ନିଷ୍ଫଳ। ସବୁ ଫଳ ନିଷ୍ଫଳ। ଯାହା କରୁଛନ୍ତି, ଯେତେ ଯାହା କରୁଛନ୍ତି, ସେ ସବୁ ନିଷ୍ଫଳ ହେଇଯାଉଛି। ଏ ବଡ ଅସନ୍ତୋଷ ନାହିଁ? ମାନେ ଗୋଟେ କାମ ପରେ ଆଉ ଗୋଟେ କଣ କରିବି ଆହ୍ୱାନ ଆସୁଛି, ନହେଲେ ହେଇପାରୁନି, ସମାଧାନ ହେଇପାରୁନି, ତା ସତ୍ତ୍ୱେ ବି ତମେ କରିଚାଲୁଛ, ହେଇପାରୁନି। ଅର୍ଥ ବି ନାହିଁ କରିବା ପାଇଁ, ଆଉ ତୁମ ପାଖରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ସରିଲାଣି, ଆଉ ପଇସା ନାହିଁ। କଣ କରିବ? ପଇସା ଥିଲେ ସିନା ଡେଇଁବ, ପଇସା ନାହିଁ, ବୁଦ୍ଧି ନାହିଁ, କୌଶଳ ନାହିଁ, ସବୁ ନଷ୍ଟ ହେଇଗଲାଣି, ଆଉ କିଛି ଦେଖାଯାଉନି, ଦିଗଭାଗ ଦେଖାଯାଉନି। ଆଉ କଣ କରିବ ସେଠି ତମେ କୁହ? କେହି ଆହାପଦ କହିବାକୁ ନାହାନ୍ତି ତୁମ ପାଖରେ, ସେ ଟିକେ ରିଲାକ୍ସ ହୁଅନ୍ତା, ସେଗୁଡା ବି ନାହିଁ। ଘରେ ଭୟଙ୍କରରୁ ଭୟଙ୍କର ସ୍ଥିତି ସୃଷ୍ଟି ହଉଛି, ସବୁ ତୁମର ବିରୋଧ ହେଇଯାଇଛନ୍ତି ଘରେ, କେହି ତୁମ କଥା ମାନୁନାହାନ୍ତି, ବା ତୁମେ ଯାହା କରିବାକୁ ଚାହୁଁଛ କରେଇ ଦଉନାହାନ୍ତି। ନିରାଶର ଅବସ୍ଥା। ପ୍ରତି ମୁହୂର୍ତ୍ତରେ ମାନେ ମରିଯିବା ପାଇଁ ମଧ୍ୟ ଆଶା ଆସୁଛି। କାଲି ଗୋଟେ ସେମିତି ମତେ ଇନଫର୍ମେସନ କରି କହିଲେ, ବାବା ମୁଁ ଆଉ ଆପଣଙ୍କ ଫୋନ ନ କରିପାରେ। ଆରେ କଣ କଣ ତା ଅର୍ଥ? ମାନେ କେତେ ଭୟଙ୍କର ଭୟଙ୍କର ଅବସ୍ଥାରେ ଥିବ, ଅନୁଭବ କରନ୍ତୁ।
ମୁଁ କହିଲି ଯାହା କରୁଛୁ କର, ମରିବାକୁ କେବେ ପ୍ରୟାସ କରନା। ଏଠି ଅସୁବିଧା, ଏଠି ଶାଶୁ ଶ୍ୱଶୁର ଘର ତାଡ଼ନା ଦଉଛନ୍ତି, ଉପରେ ବି ସେମିତି ଅସୁବିଧାରେ ପଡ଼ିବ, ଉପରେ ଶାନ୍ତି ନାହିଁ, ଉପରେ ବି ସେମିତି ମାନେ ବିଭୀଷିକା ଅଛି। ତମେ ଭାବୁଛ ମରିଗଲା ପରେ ସ୍ୱର୍ଗରେ ରହିବ, ଗୋଡ଼ ଲମ୍ବେଇକି ଶୋଇବ, ସେ ନୁହେଁ। ସେଠି ବି ତୁମେ ଖୁମ୍ପା ଖାଇବ। ଇଏ ପୃଥିବୀର ଖୁମ୍ପା, ଏଠି ଆକାଶର ଖୁମ୍ପା। ଏଠି ପୃଥିବୀରେ କାକ ବସା, ସେଠି ବି ଶାଗୁଣାର ବସା ଅଛି। ଏଠି ଭାବୁଛ ଗୁଣ୍ଡାଗିରି ଚାଲିଛି, ସେଠି ବି ଚାଲିଛି। ମରିଗଲେ ଶାନ୍ତି ମିଳିବ ତା ନାହିଁ, ବରଂ ଭଗବାନ ତୁମେ ଗୋଟେ କେତେ ଜନ୍ମର କଣ କରିଥିଲ, ତମେ ମଣିଷ ଜନ୍ମ ଦିଆହେଇ ତମେ ନଷ୍ଟ କରିଦେବ ତୁ। କେମିତି ଭାବୁଛ ତମେ ପ୍ରୟାସ କରୁଛ ମରିବା ପାଇଁ? ମାନେ କେତେ ଅସୁବିଧାରେ ଥିବ ଅନୁଭବ କରନ୍ତୁ ସେ ଝିଅଟା। ମୁଁ କହିଲି ଖବରଦାର, ମରିଲେ ଏସବୁ ହବ। ଦେଖେଇଦେଲି ମାନେ ମରଣ ପର ଅବସ୍ଥାଟା କଣ ହବ। ଯମ କଥା ମୁଁ କହୁନି, ଏଇ ଲୋକମାନେ ବି ଉପରେ ଅଛନ୍ତି ତମକୁ ହଇରାଣ କରିବା ପାଇଁ। ଏଠି ହେଲେ ଭିକ ମାଗିଲେ ତମେ ଗଣ୍ଡା ଖାଇପାରିବ, ସେଠି କିଏ ଭିକ ଦବ ତମକୁ? କେହି ଶୁଣିବେନି। ପୁଣି ଆସିବ ଏଠି, ମରିଗଲା ପରେ ପୁଣି ଆସିବ, କଣ କରିବ? ପୁଣି ସେଇ କାମ। ବରଂ ଏଠି ସ୍ଥିତ ରୁହ, ସାଧନ କର। ଯେତେ ବଡ଼ ବିପତ୍ତି ଆସୁ ତୁମେ ତାକୁ ସମାଧାନ କରିବାକୁ ଶିଖ। ବିପଦଟା ଆସିଛି ତୁମକୁ କିଛି ଶିକ୍ଷା ଦେବା ପାଇଁ। ବିପଦ ଗୋଟେ ଲର୍ଣ୍ଣିଂ ପ୍ରୋସେସ, ଟୁ ଲର୍ନ। କିଛି ଶିଖିବ ତୁମେ। ଜମା ହରାସ ହୁଅ ନା। ଯେତେ ବଡ଼ ବଡ଼ ବିପତ୍ତି ଥାଉ, ଯେତେ ବଡ଼ ବଡ଼ ରୋଗ ଥାଉ, ଯେତେ ବଡ଼ ବଡ଼ ଶତ୍ରୁ ଥାନ୍ତୁ ତୁମ ପାଖରେ, ସମାଧାନ ସୂତ୍ର ଅଛି। କେହି ନ ପଚାରିଲେ ବି ତୁମେ ତ ନିଜକୁ ନିଜେ ପଚାରି ପାରୁଛ ନା। ମତେ ଦୁଃଖ ଲାଗିଲା। ମୁଁ କହିଲି ଝିଅଟା କାହିଁକି ମତେ କହିଲା ଆଉ ମୁଁ ଫୋନ ନ କରିପାରେ, ଆଉ ମୋ ଶବ୍ଦ ଶୁଣିବନି, ଆଉ ମୋର ପଇସା ପତ୍ର ଯାହା ଅଛି ମୁଁ ସବୁ ଆପଣଙ୍କୁ ଦେଇଦେବି। ଆପଣଙ୍କର ଇଏ ନମ୍ବର ଦିଅନ୍ତୁ, ଇମେଲ ଦିଅନ୍ତୁ, ଆଡ୍ରେସ ଦିଅନ୍ତୁ। କେତେ ଟଙ୍କା ରଖିଛି କହି ହଉନି। ମୁଁ କହିଲି ନା ସେଗୁଡ଼ା ଦରକାର ନାହିଁ, ତୁ ବଞ୍ଚିବା ଶିଖ। ମୁଁ ତ ଦେଲିନି ତାକୁ ଆକାଉଣ୍ଟ ନମ୍ବର କି ଇମେଲ ଦେଲିନି, ଏଥିରେ ପଇସା ଦବୁ ମୁଁ କରିବି। କେତେ କୋଟି ଟଙ୍କା ରଖିଛି କହିବି ହବନି, କହିଲାନି ମତେ ସେ। ଦେଖନ୍ତୁ କେଉଁ ଭଳିଆ ସିଚୁଏସନ ମଣିଷ ଗତି କରୁଛି। ମୁଁ ବି ଦୁଃଖ ଲାଗିଲା ସେ କଥା ଶୁଣିକି। ଖବରଦାର ମରିବୁନି କେବେ, ମନେ ରଖ। ଗୁରୁ କରିଛ, ଗୁରୁଙ୍କ ଆଦେଶ ନେଇକି ଚଳ। ମିଳିବେନି ତୁମକୁ, ଆଉ କିଏ ସହଯୋଗ କରିବେନି ଭବିଷ୍ୟତରେ। ସବୁ କର, ମରନି। ଓହୋ, କି ଦୁଃଖ ଲାଗୁଛି ସେ କଥା କହିଲା। ତେଣୁ ମୁଁ କାହିଁକି ଏ କଥା ସବୁ କହୁଛି ଯେ ବିପଦ ପରେ ବିପଦ ଆସୁ। ବିପଦଟା ତୁମ ପାଇଁ ଆସୁଛି ନା, ତମକୁ କିଛି ଶିକ୍ଷା ଦବ। ଆଉ ତୁମେ ମରିଗଲେ କଣ ଶିଖିବ? ମରିଗଲେ ତ ସରିଗଲା, ପୁଣି ହୀନସ୍ତା ହବ। ଭୟଙ୍କର ଷ୍ଟ୍ରୋକ ଦେବା ପାଇଁ ଉପରେ ଅଛନ୍ତି ତୁମକୁ। କାରଣ ତୁମେ ମରିକି ଯାଇଛ ନା, ପ୍ରାଣ ତ୍ୟାଗ କରିକି ଯାଇଛ।
ଦେଖିନ ଉପର ଦୃଶ୍ୟ କ'ଣ ହବ? ମରିଯିବା ମାନେ ଭାବୁଛନ୍ତି ତରିଗଲା, ଆମର କିଛି ରହିଲାନି। ଆରେ ତୁମେ ତ ରହିଲ ନା, ପୂର୍ଣ୍ଣ ରହିଲ, ଶରୀର ଖାଲି ନଷ୍ଟ ହେଇଗଲା, ତୁମେ ଯାହା ସେୟା। ମଞ୍ଜିର ଖୋଳଟା ଛାଡ଼ିଗଲା, ମଞ୍ଜି ଅଛି। ମଞ୍ଜି ଅଛି, ତାର ବଡ଼ ସଲ୍ୟୁସନ ହଉଛି ଏବେ ବି ତୁମେ ମୁକ୍ତି ହେଇପାରିବ। ଏବେ ବି ଯେତେ ବଡ଼ ରୋଗ ହେଇଥାଉ, ଏ ଅଛନ୍ତି ବହୁତ, ଆ ଭିତରେ ବି ବର୍ତ୍ତମାନ ଅଛନ୍ତି 65 ଜଣ ଭୟଙ୍କରରୁ ଭୟଙ୍କର ସ୍ଥିତିରେ ଅଛନ୍ତି। ତା ଭିତରେ କେତେ ଜଣ କହୁଛନ୍ତି ମରିଯିବାଟା ଭଲ। ଭଲ ହଉନି କାହିଁକି? ରୋଗ କ'ଣ ହଉଛି କ'ଣ ନାହିଁ ବୁଝିବାକୁ ପଡୁଛି ତାଙ୍କୁ। କାହିଁକିନା ପିଲାମାନ ସଂସାରକୁ ବୁଝି ନାହାନ୍ତି, ଜନ୍ମକୁ ବୁଝି ନାହାନ୍ତି, କି ମୃତ୍ୟୁକୁ ମଧ୍ୟ ବୁଝି ନାହାନ୍ତି। ମୃତ୍ୟୁ ଏବଂ ଯେମିତି ଅନ୍ଧାର ଅଛି ତା ସହିତ ଆଲୋକ ମଧ୍ୟ ଅଛି, ଦିଟାଙ୍କର ପ୍ରୟୋଜନ ଅଛି। ସେମିତି ଜନ୍ମ ଅଛି, ମୃତ୍ୟୁ ମଧ୍ୟ ଅଛି, ଦୁଇଟାଙ୍କ ପ୍ରୟୋଜନ, ଦୁଇଟାଙ୍କ ଆବଶ୍ୟକ। ଭଗବାନଙ୍କର ଚିନ୍ତାଧାରାରେ ଦୁଇଟି ଯାକ ରଖା ହେଇଛି। ସେମିତି ବିପଦ ଅଛି, ତା ସହିତ ସମ୍ପଦ ଅଛି। ଆନନ୍ଦ ଭିତରେ ନିରାଶ ଭାବ ମଧ୍ୟ ସୃଷ୍ଟି ଅଛି। ସେ ସବୁର ଆବଶ୍ୟକତା ଅଛି ଉଭୟର। ସେଇଥିପାଇଁ ହୁଏ ତ ଦୁଇଟାଙ୍କ ପରିକଳ୍ପନା କରିଛନ୍ତି ଭଗବାନ, ଗୋଟେ ପ୍ରବନ୍ଧ ରଖିଛନ୍ତି ଦୁଇଟାଙ୍କ ଆବଶ୍ୟକ ବୋଲି। ଆଉ ତୁମ ପାଖରେ ତ ବିପଦ ଆସୁଛି, ତୁମେ କାହିଁ ମ୍ରିୟମାଣ ହଉଛ? ମୋର ଉତ୍ତର ଥିଲା, ମୋର ପ୍ରଶ୍ନ ଥିଲା ଯେ ଯେତେ ବଡ଼ ବିପଦ ଥାଉ, ଯେତେ ବଡ଼ ଅଘଟଣ ଥାଉ, ତାକୁ ସାମ୍ନା କର, ତାର ସଲ୍ୟୁସନ ଖୋଜ, ପ୍ରତିକାର ଖୋଜ। କେମିତି ସଲ୍ୟୁସନ, କେମିତି ବାହାରି ପାରିବେ ସମାଧାନ ସୂତ୍ର? ତାର ବଡ଼ ସମାଧାନ ସୂତ୍ର ହଉଛି, ତୁମେ, ମୁଁ କ'ଣ କହିବାକୁ ଚାହୁଁଛି ତାକୁ ଏକ୍ସପ୍ରେସ କରିବା ବହୁତ କଷ୍ଟ ହୁଏ, ବହୁତ ହେଇପାରେ, କିନ୍ତୁ ତୁମେ ସବୁ ଛାଡ଼ି ଦେଇକିରି ଯଦି ଚୁପ୍ କିନି ବସିଯିବ, ଚୁପ୍ କିନି ବସିଯିବ, ସବୁ ଜାବୁଡ଼ି ଧରିଛ, ରୋଗ ଅଛି ଜାବୁଡ଼ି ଧରିଛ। ରୋଗ ତମକୁ ଜାବୁଡ଼ି ଧରିନି, ତୁମେ ରୋଗକୁ ଜାବୁଡ଼ି ଧରିଛ। ଶତ୍ରୁକୁ ତୁମେ ଜାବୁଡ଼ି ଧରିଛ, ଅଭାବକୁ ତୁମେ ଜାବୁଡ଼ି ଧରିଛ, ବିପଦକୁ ମଧ୍ୟ ତୁମେ ଜାବୁଡ଼ି ଧରିଛ। ସବୁ ଫୋପାଡ଼ି ଦିଅ, ଫିଙ୍ଗି ଦେଲ, ଫିଙ୍ଗି ଦିଅ। ତୁମେ ଜାବୁଡ଼ି ଧରିବାରେ ସେ ରହିଛନ୍ତି ତୁମ ସହିତ। ନା, ଏଗୁଡ଼ା କିଛି ନାହିଁ, ଛାଡ଼, କିଛି ହବନି, ଯାହା ହବ ଥିବ ହବ। ମୁଁ ସେଇ ପର୍ଯ୍ୟନ୍ତ ନିଶ୍ଚିନ୍ତ ରୁହେ, ଯାହା ହବା ପର୍ଯ୍ୟନ୍ତ। ବୁଝିଲେ? ये गोटे प्रोसेस। सेकेंड प्रोसेस हो, तुम आत्मा व्यतीत आ किसी नुह। भावना कल, एबे ठारू भावना कल मु आत्मा, ता व्यतीत मु आउ किसी नुह। देखियो केमती झटका मारिब शरीर भितर, झटका मारिब सांगे सांगे। ये हूँ गोटे बड़ सल्यूशन। तुम सब छाड़ी आत्मा आड़ को ढली पड़, निजे आत्मा बोधरे रुह, निज को आत्मा बोली संबोधित कर। प्रति मुहूर्त रे, प्रति क्षण रे, प्रति भावना रे, प्रति समीकरण रे तुम खोज मु से आत्मा, आउ किसी नहीं, मु से आत्मा, से आत्मा, आत्मा व्यतिरक मु आउ किसी नहीं। देखिब बड़ी भितर सिंहरण बुली, सिंहरण सतिका सूर्य उदय हो गले कि अंधार था, बुझे? सतिका सतक सूर्य उदय हो,
ତୁମ ଭିତରେ ଯେଉଁ ଅନ୍ଧକାର ଅଛି, ଭାବନାର ଅନ୍ଧକାର, ବିଶ୍ୱାସର ଅନ୍ଧକାର, ବୁଦ୍ଧିର ଅନ୍ଧକାର, ବୁଝିଲେ, ଖୋଲିଯିବ। ଆଉ ଏ ଗୋଟେ ବଡ଼ ସଲ୍ୟୁସନ୍ ହେଉଛି ତୁମେ ଆତ୍ମା ହେବା। ଆତ୍ମାକୁ ନିଜ ଭିତରେ ସ୍ଥାନିତ କରିବା। ଯେମିତି ଭୟକୁ ସ୍ଥାନ ଦଉଛ, ଆନନ୍ଦକୁ ସ୍ଥାନ ଦଉଛ, ସବୁ ସ୍ଥାନ ଦଉଛ, ସେମିତି ଆତ୍ମାକୁ ସ୍ଥାନ ଦିଅ ତୁମ ଭିତରେ। କେବଳ ଆତ୍ମାର ବୋଧରେ ରୁହ। ଦେଖିବ କେମିତି ସେ ରୋଗ ରହିବ, ଦେଖିବ କେମିତି ସେ ଶତ୍ରୁ ନ ଯିବେ, ଦେଖିବ କେମିତି ଅନାହଟ ନ ଯିବ, ଚାଳରୁ ପାଣି ଦଉଛି କେମିତି ବନ୍ଦ ନ ହବ। କିଏ ନାହିଁ କିଏ କରିବେ ଆସିକି ତୁମ ପାଇଁ। ଯୋଉ ପରିବାର ତମକୁ ଦୁଃଖ ଦଉଛନ୍ତି, ତୁମ ଆଗରେ ଟାଇଗର ହେଇ ଛିଡା ହେଇଛନ୍ତି, ସେଇ ପରିବାର ଲୋକ ତୁମ ପାଇଁ ଘୋଡ଼ା ହେଇଯିବେ, ସବାର ହେଇଯିବେ। ତୁମେ କହିବ ଆସ ବସ ମୋ ପିଠରେ, ହାତୀ ହେଇଯିବେ। ହାତୀ ଭଳି କାମ କରିବେ, ସେବା କରିବେ। ହାତୀ କଣ ନାହିଁ କଣ ନ କରିଦବ କହୁନ, ତୁମେ ଯୋଉଠି କହିବ ସେଠି ନେଇଯିବ। ଏତେ ଶକ୍ତି ଅଛି ଆତ୍ମା ଭିତରେ। ତୁମେ ଆଉ କିଛି ନୁହେଁ। ଗୋଟେ ସୂତ୍ର ମନେ ରଖ, ତୁମେ ଆତ୍ମା, ଆଉ ବି କିଛି ବି ନୁହେଁ। ତୁମେ ଏ ବୁଦ୍ଧକୁ ଆଣିଲ ଚିନ୍ତନରେ, ବାରମ୍ବାର ଚିନ୍ତନ କଲ। ଯଦି ରୋଗ ହେଇଛି ଛାଡ଼ିଦିଅ, ରୋଗ କଥା ଭାବନା କରନି। ତା ବିପକ୍ଷ ହଉଛି ଯେ ମୁଁ ଆତ୍ମା, ମୁଁ ରୋଗୀ ନୁହେଁ। ରୋଗୀ ନ ହବ ଭାବନା ନ କର, କିନ୍ତୁ ପରୋକ୍ଷରେ ଭାବନା କର ମୁଁ ଆତ୍ମା, ମୁଁ ଅବିନାଶୀ ବ୍ରହ୍ମ। ଆତ୍ମାର ଯେମିତି ଗୋଟେ ରୂପ ତିଆରି କରିବା। କେତେ ଜଣ ପଚାରିଛନ୍ତି ଭଗବାନଙ୍କ ରୂପ କଣ ବା ଆତ୍ମାର ରୂପ କଣ? ମୁଁ କହିଛି ଆତ୍ମା ରୂପ ଶୂନ୍ୟ। ମହାଶୂନ୍ୟର ରୂପ କୋଉଠି ଥାଏ କହିଲେ? ମହାଶୂନ୍ୟର ଚିତ୍ର ଥାଏ। ଲିମିଟେସନ ଯେତେବେଳେ ଆସିବ ଚିତ୍ର ହେଇଯିବ। ତମ ଘରଟା ରହିଛ, ଘରର ଯଦି ଚିତ୍ର କରିବ ବାହାରି ପଡିବ। ମହାଶୂନ୍ୟ ଚିତ୍ର, ବିଶ୍ୱରୂପର ଚିତ୍ର କୋଉଠି ଅଛି? କିଏ କରିପାରିବେ କହିଲ ଦେଖି? ଶୂନ୍ୟତାର କିଛି ରୂପ ଅଛି, କିଛି ଚିତ୍ର ଅଛି। ସେମିତି ଯୋଉ ଶୂନ୍ୟରେ ମହାଶୂନ୍ୟର ଚିତ୍ର ନାହିଁ, ତେମିତି ସେଇ ମହାଶୂନ୍ୟର ରୂପ ତୁମେ। ଶୂନ୍ୟକୁ ଯଦି ଧରିବ, ମହାଶୂନ୍ୟର ଆଭାସ ମିଳିବ। ଘର ଖଣ୍ଡେ କରିଦେଇ ବସି ଯାଉଛୁ, ଭାବୁଛ ଠିକ ଅଛି, ଘର କଲି, ଲିମିଟେସନ ଭାବନା ଭିତରେ ତମେ ରହିବ। କିନ୍ତୁ ଆକାଶ ଯେ ସର୍ବବ୍ୟାପକ, ତାର ଘର ନାହିଁ, କୋଣ ନାହିଁ। ତୁମ ଘର କଲ, ଟିକେ ନାକୁ ହେଲେ ଜଣା ପଡ଼ିଲା, କିନ୍ତୁ ତାର କୋଣ ନାହିଁ କି ଘର ନାହିଁ କି କିଛି ନାହିଁ। ଅସମ୍ଭବ ପ୍ରକାର ଚିତ୍ର, ମହାଚିତ୍ର ବା ଶୂନ୍ୟତାର ଚିତ୍ର। ତେଣୁ ଶୂନ୍ୟ ରୂପକୁ ଧରି ତୁମେ ଆତ୍ମବୋଧରେ ରହିଲ। କେବଳ ଆତ୍ମାର ଆତ୍ମା ବ୍ୟତୀତ ତୁମେ କିଛି ନୁହେଁ। ପ୍ରତି ମୁହୂର୍ତ୍ତରେ ଭାବନା କର, ଦେଖିବ 3 ଦିନ ଭାବନା କରିବ, 2 ଦିନ କରିବ, ଗୋଟେ ଦିନ ବି କର, ଶରୀରରେ ପରିବର୍ତ୍ତନ ହେଇଯିବ। ଶରୀର ପରିବର୍ତ୍ତନ ହେଇସାରିଥିବ, କାରଣ ତୁମେ ଆତ୍ମା ଭାବି ନଥିଲ ନା। ତୁମେ ନିଜକୁ ଜୀବ ଭାବିଥିଲ, ତୁମେ ନିଜକୁ ପାପୀ ଭାବିଥିଲ, ତୁମେ ନିଜ ଜୀବକୁ ରୋଗୀ ଭାବିଥିଲ। ଯେତେବେଳେ ରୋଗୀ ନ ଭାବିକି ପରୋକ୍ଷରେ ଆତ୍ମା ଭାବିବ, ରୋଗ ରହିବ କୋଉଠି? ରୋଗ ଭାବନାରେ ଥିଲା। ତୁମେ ଯେବେ ସଚ୍ଚିଦାନନ୍ଦ ସ୍ୱରୂପ ରୂପରେ ରହିବ, ଆତ୍ମ ରୂପରେ, ମୁଁ ତାକୁ ବୁଝେଇ ପାରୁନି, ତୁମକୁ ଆତ୍ମା ରୂପରେ ପୂର୍ଣ୍ଣ ଆତ୍ମାମୟ, ତୁମେ ପୂର୍ଣ୍ଣତାରେ ରୁହ। ରୋଗ ରହିବ କୋଉଠି? ଭୟଙ୍କର ରୋଗ ହେଇଥାଉ, କ୍ୟାନ୍ସର ହେଇଥାଉ, ଏଡ୍ସ ହେଇଥାଉ, ପୋଲିଓ ହେଇଥାଉ, ଯାହା ବି ହେଇଥାଉ, ସେ ତୁମ ଭାବନାରେ ଅଛି।
ଭାବନାର ଏକ ଗଣ୍ଠିଲ ହେଉଛି ଶରୀର। ଭାବନାର କୋଟି କୋଟି ଅବୃଦ୍ଧ ଭାବନାର କଣିକା ହେଉଛି ତୁମ ଶରୀର ଗଠନ କରିଛି। କେତେ ବିଚିତ୍ର ରହସ୍ୟ ଲୁଚି ରହିଛି ଦେଖନ୍ତୁ। ଭାବନା ଯାହା କରିବ ପ୍ରତି ମୁହୂର୍ତ୍ତରେ ସେଇଟା ହିଁ ଶରୀର ଗଠନ କରିବାକୁ ପ୍ରଯତ୍ନ କରିବ। କେବଳ ଭାବନା। ତୁମେ ଭାବିନ ମୁଁ ଆତ୍ମା ବୋଲି, ଦେଖ ପରୀକ୍ଷା କରି ଦେଖ, ଗୁଣାନ କରନ୍ତୁ ତୁମେ କେତେ ଆତ୍ମା ବୋଲି କହୁଛ ଆଉ କେତେ ଶରୀର ବୋଧରେ ରହୁଛ, ସଂସାର ବୋଧରେ ରହୁଛ। ନିଜେ ହିସାବ କରି ଦେଖ। ତମେ ଯଦି ପୂର୍ଣ୍ଣ ଭାବରେ ଆତ୍ମବୋଧରେ ଥାନ୍ତ, ଆତ୍ମବୋଧରେ ଖାଉଥାନ୍ତ, ଚାଲିଥାନ୍ତ, ବସିଥାନ୍ତ, ଉଠିଥାନ୍ତ, କଥା କହୁଥାନ୍ତ, ତାହେଲେ ରୋଗ ଛାଏଁ ଛାଏଁ ପଳେଇ ଯାଇଥାନ୍ତ। ରୋଗର ଗୋଟେ ଜାଗା ନାହିଁ, ତାର ଅସ୍ତ୍ର ନାହିଁ, କିଛି ନାହିଁ ତାର। କିଛି ବି ନାହିଁ। କେବଳ ଭାବନା କର, କେବଳ ଭାବନା, ଆଉ କିଛି ନାହିଁ। ମିଶେଇ ଦିଅ ସେ ଆତ୍ମଶକ୍ତି ନିଜ। କାରଣ ବଡ ରୋଗ ଅଛି ମାନେ ବଡ ଭାବନା ଆସିବ ସେଇ ବ୍ୟକ୍ତିର। ଆମର ତୁମର ଆସିବା କଷ୍ଟ ହବ, କିନ୍ତୁ ସେଇ ବ୍ୟକ୍ତି ମୋ ତ ଆସିଥିଲା ପୂର୍ଣ୍ଣ ଭାବରେ। ମୁଁ ବୋଲି ମୁଁ ନିଜକୁ କଳ୍ପନା କରିପାରୁନଥିଲି। ଚାଲୁଥିଲି ହସି ହସି ଚାଲୁଥିଲି ରାସ୍ତାରେ, ଆରେ ମୁଁ ତ ଆତ୍ମା, ଆରେ ମୁଁ ତ ଆତ୍ମା, ବାସ୍ତବରେ ମୁଁ ଆତ୍ମା। ମାନେ ଏକ ହଉଥିଲା ସଦାବେଳେ ମୋ ଭିତରେ, ହସୁଥିଲି କହି କହିକି, ଆରେ ମୁଁ ତ ଆତ୍ମା। ମନେ ପଡୁଛି। ଆଉ କିଛି ନୁହେଁ, ଖାଇଲ, ବସିଲ, ଚାଲିଲ, କିଏ ବି ଆସିଲା କଥା ହେଇଗଲା ଯେ ତୁମ ସାମ୍ନାରେ, ତୁମେ ଭାବନାରେ ଏତେ ତଲ୍ଲୀନ ନଥିଲ ଯେ ମୁଁ ଆତ୍ମା ରୂପରେ ତାକୁ କଥା ହଉଛି। ତୁମର ଗୋଡ ଅଛି, ହାତ ଅଛି, ଆଖି ଅଛି, ସବୁ ଅଛି, କିନ୍ତୁ ତୁମର ବୋଧ ଅଛି ମୁଁ ଆତ୍ମା ରୂପରେ ତା ସହିତ କଥା ହଉଛି। ଆଠୁ ବଡ ଡାଇମେନସନ କଣ ଅଛି କହିଲେ? ତାମାନେ ତୁମେ ପୂର୍ଣ୍ଣ ଭାବରେ ଯେମିତି ଥିଲ, ମୁଁ ଜୀବ, ମୁଁ ଅମକର ପୁଅ, ମୁଁ ଅମକ, ମୋ ନାଁ ଅମକ, ମୋର ସମ୍ପତ୍ତି ଏତେ, ମୋ ଘର ଏଠି, ମୋ ଗାଁ ଏଠି, ସବୁ ସେଗୁଡା କିଛି ରହିବନି ଆତ୍ମା ପାଖରେ। କିଛି ରହିଲାନି ମଧ୍ୟ, କିଛି ବି ରହିନଥିଲା। ମୁଁ ପରିବର୍ତ୍ତନର ସ୍ୱରରେ ଅବସ୍ଥାନ କରିଛି ବୋଲି ତୁମକୁ ଏ କଥା ମୁଁ କହିପାରୁଛି। କେତେ ବିଚିତ୍ରମୟ ମାନେ ସୃଷ୍ଟିର ନିୟମ। ଯାଦୃଶୀ ଭାବନା ଯସ୍ୟ ସିଦ୍ଧିର୍ଭବତି। ତୁମେ ଯେମିତି ଭାବନା କରିବ ସେଇଭଳିଆ ସିଦ୍ଧି ମିଳିବ, ତମେ ସେଇଭଳି ହେଇଯିବ। ଆଜ ୟୁ ଲାଇକ୍, ତୁମେ ଲାଇକ୍ କରୁନ, ଏବେଠୁ ଷ୍ଟାର୍ଟ କର ଯୋଜନା ସୂତ୍ରଟା। ଏବେଠୁ ଷ୍ଟାର୍ଟ କଲେ କେମିତି ରୋଗ ରହିବ ତୁମ ପାଖରେ। ଆପ୍ରାଣ, ପୁରା ଆପ୍ରାଣ ମନ ଦେଇ କଣ୍ଟିନ୍ୟୁ କରୁଛ, ସକାଳ ସନ୍ଧ୍ୟା, ସନ୍ଧ୍ୟାରୁ ସକାଳ। ସେମିତି ହବନି, ତୁମେ ଭାବନି ଏନା କହିଦେଲି ଶିବହୋମ ସରିଗଲା, ତା ନୁହେଁ। ଏଟା କଣ୍ଟିନ୍ୟୁ ପ୍ରୋସେସ। ତା ଭିତରେ ଆଉ କିଛି ଆସିବନି, ଯଦି ଆସିଲା କାଟି ଫୋପାଡ଼ିବ। ସକାଳ ସନ୍ଧ୍ୟା ଯୋଉ ଭାବନା ଆସିଲା ତୁମକୁ ଅଡ୍ ମ୍ୟାନ ଆଉଟ୍ କରିବ, ତୁମେ କାଟି ଫୋପାଡ଼ି ଦେବ। ନା ମୁଁ ତା ନୁହେଁ। ଦେଖିବ 2-3 ଦିନ କରନ୍ତୁ, 3 ଦିନ କରନ୍ତୁ, ଦେଖିବ ପରିବର୍ତ୍ତନ ହେଇଯାଇଥିବେ। ପରିବର୍ତ୍ତନ ହେଇଯାଇଥିବେ। ପରିବର୍ତ୍ତନର କାରଣ ତୁମେ ନିଜେ ସ୍ୱୟଂ କହୁଛ, ଯା ସେୟା ହେଇଯିବ, ସାଙ୍ଗେ ସାଙ୍ଗେ ହେଇଯିବ, ସାଙ୍ଗେ ସାଙ୍ଗେ ହେଇଗଲ। ନୋ ଟାଇମ, ସାଙ୍ଗେ ସାଙ୍ଗେ ଯାହା କହିଲ ସେ ହେଇଗଲ। ଜାଣ ଏ ସୂତ୍ର ବି ତୁମ ପାଖରେ ଥିବା ଦରକାର। ମୁଁ ଯାହା କହିବି ସେ ହେବି, ହେଇଗଲି ମଧ୍ୟ। ଆଉ ନାହିଁ ତ ମୋ କଥା ଶୁଣିକିରି କହ ହଁ ସେ କହୁଥିଲେ, କେତେ ଦୂର ସତ୍ୟ। ମୁଁ କେମିତି ଆତ୍ମା ହେବି? ମୁଁ ତ ମଣିଷଟା, ମୋ ତ ରୋଗ ଅଛି, ମୁଁ ଜରାଜୀର୍ଣ୍ଣ ଶରୀର। ଏ ନେଗେଟିଭ ଆସିଗଲା। ସେଇ ସ୍ରୋତରେ ଦିଟାଙ୍କ ପାଣି ମିଶିଗଲା, ଗୋଟେ ଗୋଳିଆ ପାଣି, ଗୋଟେ ଭଲ ପାଣି। ଗୋଳିଆର ପ୍ରଭାବ ପଡିବ କି ନାହିଁ ସ୍ୱଚ୍ଛ ପାଣି ଉପରେ? ନିରାଧାର ସ୍ରୋତ ବହୁଛି, ତୁମେ ସେଇ ସ୍ରୋତରେ ସମ୍ମିଳିତ ହୁଅ।
ଜମା ଗୁଳିଆ ଆବର୍ଜନା ଚିନ୍ତାଧାରା ତା ଭିତରକୁ ଆଣ ଯେ ମୁଁ କିଏ ନୁହେଁ, ମୁଁ ଆତ୍ମା ନୁହେଁ, କେବେ ଭାବନି। ତୁମେ ହିଁ ଆତ୍ମା, ତୁମେ ସେ ସଚିଦାନନ୍ଦ ସ୍ୱରୂପ। कोई जान रे मेरा सतचित आनंद रूप कोई जान रे। तुम्हें जानिया चेष्टा कर निज रूप, तुम रूप को निजे तुम परिवर्तन कर तुम निजे कर। सोसाइटी प्रभाव बहुत पड़े मनीष। देख मंदिर जदि कोठी किछि न था तुम मंदिर जानते कि तुम पूर्ण भाव पूर्ण ज्ञान जो मुनि ऋषि आगे दौले तू ब्रह्म, तुम्हें से ब्रह्म चिंतन रुहत ना मंदिर ना मस्जिद ना गिरजा ना में काबा ना में काशी कुआड़े जानते नहीं। चलो कज ऑफ इफेक्ट एठी कौन सोसाइटी इफेक्ट तुम ऊपर पड़ू। झिटिपिटी आचार कर खाऊ चाइना मान प्रभाव तुम्हें हेरी खाई पार। तुम भारत वर्ष देखा झिटिपिटी आचार कर खाइल केमती भल लगे, घृणा लगे। बिछा खाई जाऊँ खामुड़ी चिंता करते केमती देखा जाऊँ रूप को देख लो। बिछा साप तुम्हें खाई पार कारण जो देश में जहाँ चिंताधारा से प्रभाव पड़े तुम्हें केवे खाई पार। सेमती मंदिर प्रभाव पड़े तुम मंदिर एक्स जाऊँ वाई जाऊँ मंदिर अच्छी बेले तुम जाऊँ, मंदिर बिल्कुल न था तुम जाई न था बस काम शेष। तुम जब स्कूल में पाठ पढ़ुन जो पिला गुरुजी शिक्षा दे तू ब्रह्म प्रथम जीव कहे तू ब्रह्म प्रथम रू एंटायर 365 दिन जाक छुट्टी गला गला जो जिते बड़े क्लास हम प्रथम प्रार्थना बोलिक कहतु तुम्हें ब्रह्म को अहं ब्रह्मास्मि अयं आत्मा ब्रह्म। देखियो से पिलाटा से स्तर रे ही जाने नो डाउट से पिला से रकम रही जीव। मु ब्रह्म जदि न थाई करी जदि कोई मु ब्रह्म सार बुझे तू वास्तव रे तू ब्रह्म से प्रत्येक दिन कहले ब्रह्म है जो नो डाउट। ये एडॉप्शन आणु हम तो बीजेपी सरकार है गला ओडिसा रे ये जिनस जदि ग्रहण करंता केते आनंद हो। जदि चीफ मिनिस्टर को हम डाकी पारिबो भविष्य रे तांको एई कथा मैं कहबो सब जो स्कूल जो छात्र जो क्लास निया होची प्रथम ए शब्द उच्चारण होता समस्त एक स्वर हाथ टेक कहते अहं ब्रह्मास्मि मु ब्रह्म अयं आत्मा ब्रह्म तत्वमसि। बस केते आनंदर कथा ये। आ पिला माने डट चक खड़ी चोरी करते मास्टर कौन दोष? मास्टर पाठ पढ़ला तुम पढ़लानी डस्टर को नहीं पड़े आस घर को डस्टर थिले सीना लिभे मास्टर आम पाठ पढ़ुल ये सब रकम सब चली पाठ तुम होनी मास्टर डस्टर नहीं पड़े आस ये कि प्रकार एक्शन कहले चली न जाने माने बाटर दोष पढ़ी न जानी मास्टर दोष कही न जानी ब्रह्मर दोष। कज ऑफ इफेक्ट आसीबो बाह्यर कार्य दक्षता बा जो सिम्पटम दौच प्रकृति से प्रकृतिर प्रभाव मुहर पड़वा ही पड़े। काट तक आस्ते आस्ते निर्भय हो जाओ पूर्ण मात्रा रे आत्मार कौन से अंश तुम्हें नुहे बोली भावना करनी सबुजाक अंश तुम्हें पूर्ण पूर्ण ब्रह्म तुम्हें रही जिते कणिका सब सृष्टि तुम भितर सब ब्रह्ममय भावना करंतु प्रत्येक कणिका कोठी एमती ना कणिका तुम ब्रह्म न
तुम भीतर जेते कणिका अछंती जेते माने परमाणु अछंती प्रोटॉन अछंती इलेक्ट्रॉन जहाँ सब अच्छी सब ब्रह्ममय रोग रहा कौटी केवल तुम भावना तांको लाइटेड कर केवल तुम भावना प्रति मुहूर्त निश्वास भावना मु ब्रह्ममय से ब्रह्म केमती विपद रहा तुम भीतर केमती झगड़ा रमती घर लोग तुम न पचारे दोषी तुम्हें निजे स्वयं स्वयं दोषी ये तुम्हें ब्रह्मर हटि आस ब्रह्मर स्थिति खसी आस बुझिले कि करम देखिए जार विपद अच्छे काली मरीज से भाव से काम कर एमती मर सेमती मर ब्रह्ममय होकर कहीं न मर वास्तव में मरबनी से जदि ब्रह्ममय भावना आसला से केबे भी मरबनी केबे रोगग्रस्त हबनी जो रोग है दूर हम कैंसर गोटे रोग एड्स गोटे रोग ब्रह्म पाखे कहतु ब्रह्मर स्थिति ब्रह्मर आकलन ब्रह्म को केमिति हेई पारे ब्रह्मटा केवल बाकी रही तुम भावना भावना तुम रंग दब से रंग रंगायित हो से ब्रह्म केवल भावना दरकार आउ किछि ना तुम सका उठिक तो कह बिस्कुट ना चा ना चीनी ना आलू ना पिज ना शाढ़ी ना जोड़ ना नहीं रे संसार ताकू परिवर्तन कल अच्छी अच्छी संसार मो पाखे सब अच्छी किसी ना देखु आलू ना खट तले जो कल्पना कर आलू आलू अच्छी आलू आसो देखो घर ना कल्पना कर घर भी आसो किंतु पूर्ण मात्रा रे भावना दरकार तुम एने घर आसवाई योजना कर सीना कह मुझे किसी करनी घर केमती हम गला देख जो केते विराट तत्व रही तुम देख पृथ्वी तुम देखिपार गोटे आखि दिखाई आखिरे सुना लगे आखि देखिपर बुझे कणिका सब अच्छे देखु से ब्रह्मर संकेत नुह देखिपार सारा पृथ्वी देखिपार सारा जगत को तुम सब चिंता कर बाली आनी गदा करदेल घर कर चिप्स गदा करदेल गोड़ी गदा कर माकड़ा गदा करदेल मार्बल आनी रखीदेल सीमेंट रखीदेल अल्ट्राटेक आ केते केते सीमेंट सब आसला ये भावना आनीच से सब सीमेंट के तुम घर को मागणार आसे तुम प्रयत्न जो दृश्य गुरा तुम हो जाऊँ भावुच होनी तुम कल्पना होची बिना कल्पना होनी सेमती तुम भीतर जो ऑर्गन सब अच्छी शरीर भीतर तुम भावना आसी रही जमती बाली आनी पकईदेल ट्रिपटी भावना सेमती ये जो ऑर्गन गुड़ा आसी तुम भीतर रोगग्रस्त ऑर्गन बा आउ सब जेते भल शांतिप्रद जहाँ सब एक्टिव इनएक्टिव सब तुम भावना बुझे से बाली जमी चाहिए फोपाड़ी दे पार चाहिए क्या बिकी पार चाहिए नष्ट कर सेमती तुम भीतर जो ऑर्गन सब अच्छे कणिका तुम्हें चाहिए फोपाड़ी दे पार निष्कासन कर मन भीतर जा उठ उठी जीव से बुझिले तेणु
ମୁଁ ଖାଲି ଆଜି ଯାହା କହିଲେ ତୁମକୁ ପରିବର୍ତ୍ତନ ସ୍ୱର କଥା କହୁଥିଲି। ତୁମେ କେମିତି ପରିବର୍ତ୍ତନ ହେଇପାରିବ, ତୁମେ କେମିତି ବଡ଼ ବିପଦରୁ ସୁରକ୍ଷା ହେଇପାରିବ। କେବଳ ଆତ୍ମାର ବୋଧ, ଢଳିପଡ଼ ଆତ୍ମା ଆଡୁ। ତୁମେ ସ୍ୱୟଂ ଆତ୍ମା ବୋଲି କଳ୍ପନା କରିନିଅ, ମୁଁ ଆତ୍ମା, ଆଉ କିଛି ବାସ୍ ସେତିକି। ତୁମେ ସ୍ୱୟଂ କଳ୍ପନାମୟ ହେଇଯାଅ ଭାବନାରେ ଯେ ମୁଁ ଆତ୍ମା, ଆଉ କିଛି ନାହିଁ। ଦେଖିବ ସବୁ ପରିବର୍ତ୍ତନ ହେଇଯିବ। ତୁମେ ଯୋଉଟା ଭାବିନ ସେଇ ଜିନିଷ ତୁମ ଭିତରେ ଆସିଛି, କଣିକା ଗୁଡା ସେ ନଷ୍ଟ ହେଇଯିବ। ଯେତେବେଳେ ଭାବନା ଆସିଲା ବ୍ରହ୍ମର ଭାବନା, ସେ ତ ବ୍ରହ୍ମ, ଏଣ୍ଟାୟାର ଜଗତଟା, ଅନ୍ତରିକ୍ଷଟା ସବୁ ବ୍ରହ୍ମମୟ, ତାର ଇଲାକା ସବୁ ବ୍ରହ୍ମର, ଆତ୍ମାର। ସେ ଟାଣି ଆଣିବ ସବୁ କଣିକା। ଆନନ୍ଦର କଣିକା ଚାହିଁଲେ ଆନନ୍ଦ ଆସିବ ଆକାଶ, ଖୁସି ଚାହିଁଲେ ଖୁସି ଆସିବ, ଧନ ଚାହିଁଲେ ଧନ ଆସିବ। ନିରୋଗର ଭାବନା କଲେ ନିରୋଗତାର ଅଣୁପରମାଣୁ ଆସିଯିବ ନିଶ୍ୱାସରେ। ଉଠ, ଆଉ ଡେରି କରନି, ବର୍ତ୍ତମାନ ମୁହୂର୍ତ୍ତରୁ ଭାବନା କରିଚାଲ। ଯେଉଁମାନେ ବଡ଼ ବିପଦ ଅଛି ସେଇମାନେ ମୁଁ ଧନ୍ୟବାଦ ଦଉଛି, ସେମାନେ ହିଁ କେବଳ ଆତ୍ମବୁଦ୍ଧ ହେଇପାରିବ ଖୁବ୍ ଶୀଘ୍ର। ଯେମିତି ମୋର ହେଲା, ମୋର ତ କ୍ଲୋଜ୍ ଟୁ କ୍ୟାନ୍ସର ଥିଲା ୟୁରିନ୍, କେମିତି ପରିବର୍ତ୍ତନ ହେଲା ସେଟା, କେମିତି ଆହୁରି ଶକ୍ତିଶାଳୀ ହେଇଗଲା, କେମିତି ଦୁର୍ବଳ ପରମାଣୁ ଯୋଉ ଥିଲା ସେଇ ଜାଗାରେ କଣିକା ସବୁ ଥିଲା ନଷ୍ଟ ହେଲା। କେବଳ ଭାବନା, ଆଉ କିଛି ଯୋଗ ମୁଁ କରିନି, କିଛି ଯୋଗ ନାହିଁ ତା ପାଇଁ, କେବଳ ଭାବନାର ଯୋଗ। ଦେଖିଲି, ଚାହିଁଲି, ଆଦେଶ ଦେଲି, ଏଇଟା ହେଇଯାଉ, ଏମିତି ହେଇଯାଉ, ସେଇ ଜାଗାଟା ଠିକ ହେଇଯାଉ, ବାସ୍ ସେତିକି, ଆଉ କିଛି ନାହିଁ। ଏକଦମ ସରଳ ସୂତ୍ର, ଏମିତି ହେଇଯାଉ, ସେମିତି ହେଇଗଲା। ତାର କାରଣ କଣ ଥିଲା? ବିଶ୍ୱାସ ଥିଲା କଣ ନା, ମତେ ସେଇ ସୋର୍ସ ଦେଲା ଯେ ରକ୍ତଟା 3 ମାସରେ ପରିବର୍ତ୍ତନ ହଉଛି, ଶରୀର 7 ବର୍ଷରେ ପରିବର୍ତ୍ତନ ହଉଛି। ଏଇଟା ଗୋଟେ ବଡ ମାନେ ବିଶ୍ୱାସର କ୍ଷେତ୍ର ମୋ ଭିତରେ ଆଣି ଦେଇଥିଲା। ଯଦି ଶରୀର ପରିବର୍ତ୍ତନ ହଉଛି, ସେ କାହିଁ ପରିବର୍ତ୍ତନ ନ ହବ? ରକ୍ତ ପରିବର୍ତ୍ତନ ହଉଛି, ରକ୍ତରୁ ମାଂସ, ମଜା, ହାଡ଼, ଅସ୍ଥି ସବୁ ତିଆରି ହଉଛି, ବୀର୍ଯ୍ୟ। ତେଣୁ ଯଦି ରକ୍ତ ପରିବର୍ତ୍ତନ ହଉଛି, ରକ୍ତ ପୁଣି ଫର୍ମେସନ ଏଇ ନୂଆ ଅସ୍ଥି ତିଆରି କରିଦବ, ନୂଆ ବୀର୍ଯ୍ୟ ତିଆରି କରିବ, ଶେଷ ଅଂଶଟା କାହିଁ ନ ହବ? ଏ ଜ୍ଞାନ ମତେ ଦେଲା। ଆମେ ଯୋଉ ଜ୍ଞାନ ବିତରଣ କରୁଛୁ କେବଳ ତୁମର ଭଲ ପାଇଁ, ତୁମକୁ ପରିବର୍ତ୍ତନ କରିବା ପାଇଁ, ତୁମକୁ ସଚେତନ କରିବା ପାଇଁ ଯେ ଏଇ ଜିନିଷ କଲେ ଏଇଆ ହେଇଯିବ। 100% ପୂର୍ଣ୍ଣ ପ୍ରାଣରେ ପ୍ରଯତ୍ନ କର। କଣ କରିବ କୁହ? ସମୟ ଗୁଡାକ ତମେ ଆଣିଛ, କଣ କରିବ? ଖାଇଲା ବେଳେ ମୁଁ ତ କହୁନି କୁହ ବୋଲି ବ୍ରହ୍ମ, ଭାବନାରେ ଥାଉ ମୁଁ ବ୍ରହ୍ମ, କେବଳ ଭାବନାରେ ଥାଉ। କାହିଁକି ପରିବର୍ତ୍ତନ ହବନି କୁହ? କାହିଁକି ପରିବର୍ତ୍ତନ ହବନି? ଆଉ ଗୋଟେ ସୂତ୍ର ଶୁଣ, yes I can change, yes I can change, ମୁଁ ପରିବର୍ତ୍ତନ କରିପାରେ, କରିବି ମଧ୍ୟ। ଏଠି ପୂର୍ଣ୍ଣ ମାନେ ଆତ୍ମାର ରୂପରେଖ ଆଣିବାକୁ ହେଲେ, ଆତ୍ମାର ରୂପରେଖ ଆଣିବାକୁ ହେଲେ ତୁମକୁ ପରିବର୍ତ୍ତନ, ଗୋଟେ ଶକ୍ତିଶାଳୀ ବୋଧ ସୃଷ୍ଟି ହେବା ଦରକାର ତୁମ ଭିତରେ। ତୁମ ଭିତରେ ଗୋଟେ ଶକ୍ତିଶାଳୀ ବୋଧ ସୃଷ୍ଟି ହେବା ଦରକାର। yes I can change, ମୁଁ ପରିବର୍ତ୍ତନ କରିଦେଇ ପାରିବି ମତେ। ଏଇଟା ଦୃଢ଼ତାର ସ୍ୱର ତୁମେ ସୃଷ୍ଟି କରିପାରିବ ମନ ଭିତରେ। ଏଥିରେ ନା ପଇସା ଦରକାର, ନା କାହାର ସହଯୋଗ ଦରକାର, କିଛି ନାହିଁ। ନିଜକୁ ନିଜେ ପରିବର୍ତ୍ତନ କରି ଥୋଇଦବ, ସାରା ବିଶ୍ୱ ଚେଞ୍ଜ ହେଇଯିବ। ମୋର ଏଭଳି ଭାବନା ଆସିଲା, ଯଦି ଆମ ଭଳି ଲୋକ ମରିଯିବ, ଆମ ଭଳି ଲୋକ ରୋଗାକ୍ରାନ୍ତ ହବ, ଆମ ଭଳି ଲୋକ ଅଶାନ୍ତି ରହିବ, ତାହେଲେ ଜଗତ ଥିଲେ କେତେ, ନଥିଲେ କେତେ। ଏଭଳି ଭାବନା ମୋ ପାଖରେ ଆସିଥିଲା। କାରଣ କଣ? ତୁମେ ସେଇ ସ୍ତରରେ ଥିଲ। ଯଦି ଆମେ ଏତେ ଦୁଃଖ ସହିବୁ, ତାହେଲେ ପୃଥିବୀ ଥାଇ କେତେ ଲାଭ କଣ ଅଛି? କଣ ଅଛି ଲାଭ ଅଛି କଣ? ଏ ଭାବନା ଭିତରୁ ସୃଷ୍ଟି ହେଲା। ତେଣୁ ମତେ ବହୁତ ପରିବର୍ତ୍ତନ ହେବା ପାଇଁ ସୂଚନା ସୃଷ୍ଟି କରୁଥିଲା।
ବର୍ତ୍ତମାନ ମୁଁ ଯୋଉ କହୁଛି SI କ୍ୟାନ୍ ଚେଞ୍ଜ, ସେତେବେଳେ କଣ କହୁଥିଲି? ଜ୍ଞାନ ହେଇନଥିଲା। ଜ୍ଞାନ ହେଲା ପରେ ମୁଁ କହିଲି ହଁ ମୁଁ ପରିବର୍ତ୍ତନ କରିପାରିବି। କାହିଁକି ହବନି? ଯେତେ ବଡ଼ ବିପଦ ଆସୁଛି ତୁମେ ସେତେ ଷ୍ଟ୍ରଙ୍ଗ ହୁଅ। ତାଙ୍କୁ ଚ୍ୟାଲେଞ୍ଜ କରିବାର ଶକ୍ତି ସୃଷ୍ଟି କର। ଆଉ ଚ୍ୟାଲେଞ୍ଜ ଶକ୍ତି ନହେଲେ ଚ୍ୟାଲେଞ୍ଜ କରିବା ପାଇଁ ତୁମେ ଉଠି ପାରିବନି। ତମେ ସେଇ ପଡ଼ିବ, ସେମିତି ପଡ଼ିଥିବ ଉଠି। ଘୋଡ଼ା ତାର ସନ୍ତାନ ସେ କାହିଁକି ଉଠେଇ ଦିଅ ହଠାତ୍? କାହିଁକି ଉଠେଇ ଦିଅ? ଆଉ ଗୋଟେ କଥା ଶୁଣନ୍ତୁ, ଜଣଙ୍କର ପରିପକ୍ୱ ଅବସ୍ଥା ଆସିବାକୁ ବହୁତ ଟାଇମ୍ ଲାଗିବ। ସେଇଥିପାଇଁ ପିଲାଟା ପରିପକ୍ୱ ହେବା ପାଇଁ 20-22 ବର୍ଷ ଲାଗିଯାଉଛି। ଆୟୁଷ ଯଦି 100 ବର୍ଷ ହେଲା, ସେ 20 ବର୍ଷରେ ପରିପକ୍ୱତା ହବ। ଆୟୁଷ ଯଦି 200 ବର୍ଷ ହବ, ତୁମକୁ ସେ 40-50 ବର୍ଷ ଲାଗିବ ମସ୍ତିଷ୍କର ପରିପକ୍ୱତା ଆଣିବା ପାଇଁ। ତେଣୁ ଯାହା ହେଇଛି ସବୁ ଠିକ୍ ହେଇଛି। ଦେଖନ୍ତୁ, ବହୁତ ଗଭୀରତା ଭିତରକୁ ଯଦି ଭଗବାନଙ୍କ ସୃଷ୍ଟିରେ ତାଙ୍କୁ ଏଇ ବହୁତ ସୁନ୍ଦର ସୁନ୍ଦର କଥା ଅଛି। ଏ କାହାଣୀ ମଣିଷର ପରିପକ୍ୱତା ହେବା ପାଇଁ ସମୟ ଅଛି, ଯୌବନ ଅବସ୍ଥା ଅଛି, ବାର୍ଦ୍ଧକ୍ୟ ଅଛି, ମୃତ୍ୟୁ ଅଛି, ସବୁ ଯାକ ପରିପୂରକ। ମୃତ୍ୟୁଟାକୁ ତମେ ଅନାଦର କରନି, ମୃତ୍ୟୁକୁ ମଧ୍ୟ ତା ଦେହରେ ସାମିଲ କରି ରଖ। ତାହେଲେ ପରିବର୍ତ୍ତନ ହବ କଣ? ତୁମେ ନିଜେ ନିଜେ ସ୍ୱୟଂ ଯଦି ଗୋଟିଏ ରେସ୍ରେ ଭାବନା କରୁଛ, ହେଇଯିବ, ସାଙ୍ଗେ ସାଙ୍ଗେ ହେଇ ଚାଲିବ। ଅସମ୍ଭବ ସମ୍ଭବ ହବ ତୁମ ଦ୍ୱାରା। ତୁମେ ଯୋଗୀ, ତୁମେ ଗୋଟେ ରିସର୍ଚ୍ଚର, ସ୍ୱୟଂ ଗୋଟେ ରିସର୍ଚ୍ଚର। ତୁମେ ଏଇ ଫ୍ୟାସିଲିଟି ନ ମିଳିଲେ ତମେ ଜାଣିପାରିବନି। ତମକୁ ରୋଗ ନହେଲେ ତମେ ପରିବର୍ତ୍ତନ ହେଲ ବୋଲି ଜାଣିବ କେମିତି? ମୁଁ ଯଦି ଯାହା କହୁଛି କେବଳ ରୋଗ ପାଇଁ। ରୋଗ ନଥିଲେ ଏତେ ଏକ୍ସପିରିଏନ୍ସ ମୋତେ କେହି ଦେଇନଥାନ୍ତି, କୋଉ ଟିଚର ଦେଇନଥାନ୍ତି। ଶରୀର ଗୋଟେ ପରିବର୍ତ୍ତନର ଗୋଟେ ଯୁଦ୍ଧକ୍ଷେତ୍ର ଶରୀରଟା ନା। ଶରୀରକୁ ନେଇକି ତୁମେ ସବୁ କିଛି କରୁଛ। କହନ୍ତୁ ଯିବେନି ତୋ ସଙ୍ଗରେ ଯିବୁ ତୁ ଏକା। ଶରୀର ନ ଯାଉ, ଶରୀର ତ ତୁମ ପାଇଁ ଏଇନା କାମ କରୁଛି ନା। ଶରୀର ତୁମକୁ ସଚେତନ କରୁଛି ସବୁ ମୁହୂର୍ତ୍ତରେ। ଶରୀର ତୁମ ସହାୟକ ଯନ୍ତ୍ର। ଶରୀର ତୁମର ସହାୟକ ଯନ୍ତ୍ର। ବ୍ରହ୍ମ କଣ? ଏଣ୍ଟାୟାର ଜଗତର ତୁମେ ମାନେ ପୂର୍ଣ୍ଣ ବ୍ରହ୍ମ ହେଇକି ରହିପାରିବ। ତୁମେ ବ୍ରହ୍ମ କଥା କହୁନି, ଏଣ୍ଟାୟାର ଜଗତକୁ ମାନେ ଆଦେଶ ଦେବାର ଶକ୍ତି ତୁମର ରହିବ। ଯୋଉ କ୍ଷେତ୍ରରେ ଯାହା ଲାଗିବ ତମେ ପ୍ରାପ୍ତ କରିପାରିବ। ତୁମେ ବ୍ରହ୍ମମୟ ହେଇଗଲେ ତମ ଶବ୍ଦ ତ ବ୍ରହ୍ମମୟ ହେଇଯିବ। ଶବ୍ଦ ଯାହା କହିବ ସେ ଆସିବ ତୁମ ପାଖରେ ପହଞ୍ଚିବ। ଏ ମନଗଢ଼ା କାହାଣୀ ନୁହେଁ, ଏ ବାସ୍ତବ କାହାଣୀ କଥା ମୁଁ କହୁଛି, ବାସ୍ତବ ଜଗତ କଥା କହୁଛି। ବାସ୍ତବ ଜଗତ କଥା ମୁଁ କହୁଛି। ଉଠ, ଜାଗ୍ରତ ହୁଅ, ନୂଆ ରୂପରେ ନିଜକୁ ଗଠନ କର। ନୂଆ ରୂପରେ ନିଜକୁ ଗଠନ କର। କେହି ତୁମର ନାହାନ୍ତି ଗଠନ କରି ତୁମ ଗୋଡ଼କୁ ଟେକି ଭାଙ୍ଗିଦେବେ, ଥୋଇଦେବେ, ଯୋଗ ଶିଖିଦେବେ। ତା ନା, ତୁମେ ନିଜେ ନିଜେ ଯୋଗ ଶିଖିବାକୁ ପଡ଼ିବ। ନିଜେ ନିଜେ ଉଠିବାକୁ ପଡ଼ିବ। ନିଜେ ନିଜେ ଆଚିଭମେଣ୍ଟ ତିଆରି କରିବାକୁ ପଡ଼ିବ। ତୁମ ଟାର୍ଗେଟ ଫିକ୍ସ କରିବାକୁ ପଡ଼ିବ ତୁମକୁ। ମୁଁ ଏଇଠି ପହଞ୍ଚିବି। କାଲି ତ ମଲେ 2 ଦିନ ହେଇଥାନ୍ତା ଆଜିକି ତୁମର। କାଲି ମଲେ ଆଜିକି 2 ଦିନ ଯିବ କୁହନ୍ତୁ। କହିପାରିବ କାଲି ନ ମରିଥାନ୍ତ ତୁମେ? ଅସମ୍ଭବ କି? ବଞ୍ଚିଛ, ଧନ୍ୟବାଦ ଦିଅ। ଆଜି ବଞ୍ଚିଛ, ଧନ୍ୟବାଦ ଦିଅ। ଆଉ ଶିଖ, ମୁଁ ଆଜି ଗୋଟେ ଦିନରେ କଣ କରିପାରେ। କାଲି ତ ମରି ଯାଇଥାନ୍ତି, ଆଜି ତ ବଞ୍ଚିଛି ନା। କାଲି ଠାରୁ ଆଜି ପର୍ଯ୍ୟନ୍ତ ବଞ୍ଚିଛି। କୁହ। କାଲି ଠାରୁ ଆଜି ପର୍ଯ୍ୟନ୍ତ ମୁଁ ବଞ୍ଚିଛି। ସକାଳୁ ଉଠି କେତେ ଧନ୍ୟବାଦ ଦଉଛ ତମେ ବଞ୍ଚିଛ ବୋଲି।
ଯଦି ବଞ୍ଚିବାର ସୁଯୋଗ ମିଳିଲା ସେଥିପାଇଁ ଶିକ୍ଷା କରିବାର ସୁଯୋଗ କାହିଁ ନ ମିଳୁଛି ତୁମ ପାଇଁ? ନିଜେ ନିଜେ ଶିକ୍ଷକ ହୁଅ, ନିଜେ ନିଜେ ଅଙ୍କ କଷ, ନିଜକୁ ତର୍ଜମା କର, ନିଜକୁ ନିଜେ ତର୍ଜମା କର, ତାହେଲେ ତୁମ କିଛି ଉପଲବ୍ଧି ହବ ନା। ଦେଖନ୍ତୁ, ତୁମ ବ୍ୟତୀତ ଜଗତରେ ଯେତେ ଜିନିଷ ଅଛି, ଯେତେ ନର ନାରୀ ସବୁ ଅଛନ୍ତି, ତୁମଠାରୁ ଭିନ୍ନ। ତୁମେ ନଥିବ, ଜଗତ ଥିଲେ କଣ ଲାଭ ଅଛି? ବୋଲ, ଅମୁକ ବାଡିରେ ମାଳି ଫୁଲ ଫୁଟେଇଲେ ତମର ଲାଭ କଣ ଅଛି? ଏ ଜଗତ ସାରା ଫୁଲ ଫୁଟିବ, କିନ୍ତୁ ତୁମେ ନଥିବ ଫୁଲ ତୋଳିବା ପାଇଁ। ଜଗତରେ ସବୁ ଲୋକ ଥିବେ, ତୁମେ ନଥିବ। ଜଗତରେ ସମସ୍ତେ ବସି ଗୁପଚୁପ ଖାଉଥିବେ, ତୁମେ ଖାଇପାରୁନଥିବ, ଲାଭ କଣ ଅଛି? ତେଣୁ ତୁମେ ସମ୍ପୂର୍ଣ୍ଣ ଭାବରେ ଭିନ୍ନ, ସମ୍ପୂର୍ଣ୍ଣ ଭିନ୍ନ। ତୁମେ ଭିନ୍ନ, ତୁମ ନିଜର ଶକ୍ତି ଅଛି, ଭିନ୍ନତାର ଶକ୍ତି ଅଛି ନିଜକୁ ଗଢି ତୋଳିବା ପାଇଁ ନୂଆ ରୂପରେ। ଉଠ, ଜାଗ୍ରତ ହୁଅ, ଉଠ ଜାଗ୍ରତ ହୁଅ, ତା ବ୍ୟତୀତ ଆଉ କିଛି ନାହିଁ। ସବୁଦିନ ଉଠି ଶିକ୍ଷା କର, ମୁଁ କଣ କରିବି ଆଜି, ଭଲ କାମ କଣ କରିବି, ମୁଁ ନିଜେ କେତେ ପରିବର୍ତ୍ତନ ହେଲି, ଯୁଗ ମତେ କେତେ ସହାୟକ ହଉଛି, ଯୁଗ ମାଧ୍ୟମରେ ମୁଁ କଣ କରିପାରେ, ଆଉ ମୋ କଳ୍ପନା ମାଧ୍ୟମରେ ମୁଁ କଣ କରିପାରେ। ସବୁଦିନ ଚିନ୍ତନ କର। ଶୋଇଲା ବେଳେ ବ୍ରହ୍ମ ଭାବି ଶୁଅ, ଉଠିଲା ବେଳେ ବ୍ରହ୍ମ ଭାବିକି ଉଠ। ଇଏ ବି କଣ୍ଟିନ୍ୟୁ ହେଇଗଲା, ଜାଣ, ବ୍ରହ୍ମର ଭାବନା। ପୂର୍ଣ୍ଣ ପ୍ରାଣରେ କୁହ ମୁଁ ବ୍ରହ୍ମ ବୋଲି। ହଉ, ଏଠି ରଖିବା। ମତେ ଠିକ ଲାଗୁନି ଆକ୍ଚୁଆଲି କହିବା ପାଇଁ ବି। କୁହନ୍ତୁ କିଏ କଣ କହିବେ ଯଦି ଆ ଉପରେ କାହାର ପ୍ରଶ୍ନ ଅଛି? ଯୋଉମାନେ କହୁନାହାନ୍ତି ସେମାନେ କୁହନ୍ତୁ ଜଣେ ଜଣେ। ଯୋଉମାନେ ତ କହୁଛନ୍ତି ଠିକ ଅଛି, ଯୋଉମାନେ କିଛି ନ କହୁଛନ୍ତି ଚୁପ ଚିନି ବଉଛନ୍ତି ଆସିଲା ଦିନ ଠାରୁ, ସେମାନେ କିଛି କୁହନ୍ତୁ। ହଁ, ଜୟଜୀ। ଯେଉଁମାନେ ସତ୍ସଙ୍ଗରେ ଅଛନ୍ତି ସମସ୍ତଙ୍କୁ ମୋର ଜୟଜୀ। ମହାପାତ୍ର ଭୁବନେଶ୍ୱର କହୁଥିଲି। ହଁ ସାର୍, ଆଜି ତ ସେଇ ବହୁତ ଗୁଡାକ ବିପଦ, ଯେତେ ପ୍ରକାର ବିପଦ ଅଛି, କେମିତି ଆମେ ସେଇଟାକୁ ବାହାର କରିକି ଆଗକୁ ଯିବା, ତାର ଗୋଟିଏ ସଲ୍ୟୁସନ ଆପଣ ସେଇଟା ଆଗରୁ କହିଥିଲେ, ଆଉ ତାକୁ ଉଦାହରଣ ସ୍ୱରୂପ ବି ଆତ୍ମା ଦ୍ଵାରା ଆମେ ସେଟାକୁ ଉଦ୍ଧାର କରିପାରିବା କହିଲେ। ଆଉ କହିଥିଲେ ମଧ୍ୟ ଆଗରୁ ପ୍ରତ୍ୟେକ ଦିନ 5 ମିନିଟ ଆତ୍ମସ୍ଥ ହୁଅନ୍ତୁ, ଆତ୍ମା କଥା ଭାବନ୍ତୁ। ଆଉ ସେଥିରେ ମୁଁ ରହି ଆସିନି କେତେ ମାସ ହବଣି, ଆପଣ କହିବେନି, ଆଉ ସେଥିରୁ ମୁଁ ନିଜେ ବି ଜାଣିପାରିଛି। ଖାଲି ଚିନ୍ତା କରି ଭାବିଲେ ଆପଣଙ୍କ ସବୁ ଜିନିଷ ଆଉ ଦିନକୁ ଦିନ କହିଥିଲି, ବାର କହି ଚାଲିଛି, ଏ ଜିନିଷ ମତେ ବହୁତ ଭଲ ଲାଗୁଛି। ରହୁଛି, ଜୟଜୀ। ଜୟଜୀ। ହଉ, ନେକ୍ସଟ କି ତାଙ୍କର ତ ମତାମତ, ଓଭରଅଲ ମତାମତ ରଖିଲେ ଯେ ଆତ୍ମାର ନିଜର ଅଭିଜ୍ଞତା ମଧ୍ୟ ରଖିଲେ କେମିତି ଲାଗୁଛି, କଣ କରାହଉଛି। ଆଗରୁ ମଧ୍ୟ କହିଛି ଏଥର, କିନ୍ତୁ ଇଏ ଗୋଟେ ପିକୁଲିଆର ସିଚୁଏସନ ତିଆରି କରାଗଲା। ବଡ଼ ବଡ଼ ବିପଦ ବା ଯେତେ ବଡ଼ ଘଟଣା ଆସୁ ସେ ସେଭ୍ ହେଇଯିବ। ହଉ, ନେକ୍ସଟ ଆଉ କିଏ କହିବେ କି କୁହନ୍ତୁ? କହିଲା ଆଉ କିଏ କହୁଛନ୍ତି? ଆପଣଙ୍କର ଆଜି ମୁଁ ପାର୍ଟ 2 ଟା ଦେଖିଲି। ଆଜି ଆପଣଙ୍କର ପାର୍ଟ 2 ଦେଖିଲି, ପାର୍ଟ 1 ମଧ୍ୟ ଦେଖିଥିଲି। ଆଉ ଆପଣ ଯୋଉ ଆତ୍ମା କହିଲେ, ସେଦିନ ଆପଣ ଆତ୍ମା କହିଲା ବେଳକୁ ମୁଁ ଭୟ ବାହାର କରିଥିଲି, ମୋ ବନ୍ଦ ହେଇଗଲା ବୋଲିକି। କିନ୍ତୁ ଆତ୍ମା ଭାବିଲା ବେଳକୁ ଦୁଃଖଟା କମି ଯାଉଛି, ଦୁଃଖ ହଉଛି, କଷ୍ଟ ହଉଛି, ଯେକୌଣସି ପ୍ରକାର ସମସ୍ୟା ଆସୁଛି କମିଗଲା ଭଳି ଲାଗୁଛି। କାହିଁକି ନା ମୋ ଶରୀରକୁ ଆଉ କଷ୍ଟ ହଉନି। ଆପଣ କହିଥିଲେ ଆତ୍ମା ଭାବିକି ଦେଖନ୍ତୁ ଯେତେବେଳେ ସମୟ ପାଉଛ। ଆଜ୍ଞା, ସେଇଟା ମୁଁ ନିଜକୁ ଆପ୍ଲାଏ କରିକି ଦେଖିଲି, ସବୁ ଡିଟାଚ୍ ହେଇଯାଉଛି। ଦୁଃଖ ହଉ କି କଷ୍ଟ ହଉଛି, ଯେକୌଣସି ପ୍ରତିବନ୍ଧକ ହଉ, ସେଥିରୁ ମୁଁ ଡିଟାଚ୍ ହେଇଯାଉଛି। ଆଉ ଆଜି ଆପଣଙ୍କର ଯୋଉ ସୁନ୍ଦର ଜିନିଷଟା କରିଥିଲି, ଯେମିତି ମୋର ପ୍ରଶ୍ନ ଥିଲା ଆପଣଙ୍କର ଉତ୍ତର ଆସିଲା, ବହୁତ ଖୁସି ଲାଗିଲା।
ବଞ୍ଚିବାର ଗୋଟେ ଉପାୟ ବାଟ ପାଇଯାଇଥିବା ବଞ୍ଚିବାର ବାଟ ମାନେ ବଞ୍ଚିବାର ଗୋଟେ ରାହା। ବଞ୍ଚିବାର ଗୋଟେ ରାହା। ଆଜ୍ଞା ତମ ଆଜି ସବୁ ପାଠ ଗୁଡା ତ ବହୁତ ଭଲ ଲାଗୁଛି। ମୋ ପାଇଁ ବୋଧେ ମତେ ଲାଗିଲା। ନାଇଁ ଏଇଟା କଣ କି ଏଇଟା କେଇ ଜଣ ଅଛନ୍ତି ସେ ସ୍ତରରେ ବୁଝିଲେ, ସେଥିପାଇଁ ଆଜିର ସତ୍ସଙ୍ଗ ନିଆଗଲା। ମୁଁ କହୁଥିଲି ଉଦାହରଣ ଦେଇକି, ତେଣୁ ତାଙ୍କ ପାଇଁ ଗୋଟେ ବଡ ବୁଷ୍ଟ ଡାଲି ନଥିଲେ ଚଳିବ, ଡାଲି ନଥିଲେ ଚଳିବ, ଭାତ ନଥିଲେ ଚଳିବ, କିନ୍ତୁ ମରଣ ଯେ ଆଖି ଆଗରେ କେମିତି ଚଳିବ? ରହୁଛି ଗୁରୁମା ଗୁରୁଜୀ ପ୍ରଣାମ। ହଁ ପ୍ରଣାମ। କିଏ ଆତ୍ମା ବୋଧରେ ରହୁନାହାନ୍ତି, ସେଥିପାଇଁ ତାଙ୍କ ଏକ୍ସପିରିଏନ୍ସ ଆସୁନି କହିବା ପାଇଁ। ଯାହାର କିଛି ସମୟ ନ ମିଳୁଛି 5 ମିନିଟ୍ ତ ବସିପାରିବ ଗୋଟେ ଦିନରେ, କୁଆଡୁ ସମୟ କାଟିକିରି ଖାଉଛ ସମୟ ହଉଛି, ଝାଡା ଯିବା ପାଇଁ ସମୟ ହଉଛି, ଗାଧଉଛ ସମୟ ହଉଛି, ଫୋନରେ ହାଲୋ ହାଇ କହିବାକୁ ସମୟ ହଉଛି, ଆତ୍ମା କେମିତି କହିବାକୁ ସମୟ ନାହିଁ। ବନ୍ଧୁ ଘରକୁ ଯିଏ ଯାଇଥିବ ବହୁତ ଲମ୍ବା ଚଉଡ଼ା କଥା ଆରମ୍ଭ କରିବ। ବନ୍ଧୁ ଘରେ ଯାଇକି ବନ୍ଧୁ ଘରେ ଯାଇ ନ ଗପିଲେ କଣ ବନ୍ଧୁ ହବ କି? ଗପିବ ଦୀପଦ ନା, କୋଉ ଗପ ଗପିବ? ବାହାଦୁରୀ ଗପ। ବାହାଦୁରୀ ଗପ ହବ କଣ ନା, ବନ୍ଧୁ ଗଲେ ମୋର ଏତେ ମାଣ ସମ୍ପତ୍ତି ଥିଲା, ମୁଁ ଆଉ 2 ଏକର କିଣିଦେଇଛି, ବନ୍ଧୁ ଖୁସି ହେଇଯିବ। ଗୋଟେ ସ୍କୁଟି ଥିଲା ବିକିକିରି ମୁଁ ଆଣିଛି 4 ହ୍ୱିଲର ନେଇ ଆସିଲି, ବନ୍ଧୁ ଖୁସି ହବ। ତମେ ବି କୋଉ ଖୁସି ହଉଥିବ। ଆଉ ଜଣେ ବନ୍ଧୁ ଘରକୁ ଯାଇକିରି କିଛି କରିନଥିବ, ସେ ବାହାସ୍ପଟ ଗପିକିରି ଆନନ୍ଦ ହେଇକି ପଳେଇ ଆସିବ, କହି ପଳେଇ ଆସିବ। ଇଏ ବି ଗୋଟେ ଏମିତି କଳାକାର ଲୋକ ଅଛନ୍ତି ସବୁ, ମିଛ ସତ କହିକିରି ଆନନ୍ଦିତ ହୁଅନ୍ତି, ବେଳେବେଳେ ଅନ୍ୟମାନଙ୍କୁ କହିକିରି ଖୁସି ହୁଅନ୍ତି। ଆଉ ବି ଜଣେ କେତେ ଜଣ ବନ୍ଧୁ ଘରକୁ ଯାଇକିରି ସବୁ ଜିନିଷ ଆଣିବାକୁ ଇଚ୍ଛା ଥିଲା, କିନ୍ତୁ ଦୋକାନ ମିଳିଲାନି, କଣ କରିବି ଫେରି ଆସିବି, ଏ ବି ଆନନ୍ଦ। ଆଉ ପ୍ରକୃତ ବନ୍ଧୁ ଖୁଦ ନେଇକିରି ଗଲେ ବି ସେ ଠିକ, ଯାହା ଅଛି ମୁଁ ନେଇ। ସତ୍ୟରେ ସବୁ ଜିନିଷ ରହିଛି ରେ ବାପା, ସତ୍ୟ କୁହ, ଯାହା ନାହିଁ କୁହ ଠିକ, ଯାହା ଅଛି କୁହ ଠିକ, ତମକୁ ମେଣ୍ଟାଲି ଆଟଲିଷ୍ଟ ସାଟିସ୍ଫାକ୍ସନ ମିଳିବ, ତୁମେ ସତ କହୁଛ ବୋଲି। ଏଇଟା ଗୋଟେ ବଡ କଳା ସମସ୍ତଙ୍କ ଠାରୁ, ସତ କହିବା ବଡ କଳା ସମସ୍ତଙ୍କ ଠାରୁ। ବୁଦ୍ଧଦେବଙ୍କୁ ଗୋଟେ ସ୍ତ୍ରୀ ଲୋକ ଆଣିକିରି ଗୋଟେ ଆମ୍ବ ଦେଇଦେଲା, ଗୋଟିଏ ଆମ୍ବ ଥିଲା, ଗୋଟିଏ ଆମ୍ବ ଦେଇଦେଲା। ପ୍ରଭୁ ଏଇ ଗୋଟିଏ ଆମ୍ବ ଥିଲା ମୋ ଘରେ, ମୁଁ ଯାଉଛି, ଆଉ କିଛି ନାହିଁ। ମାନେ ସେ ଆମ୍ବଟା ଖାଇଥାନ୍ତା, ଆଉ କିଛି ନାହିଁ ଖାଇବା ପାଇଁ, କେବଳ ସେ ଗୋଟିଏ ଆମ୍ବ। କେତେ ମହାନ ବ୍ୟକ୍ତି ସେ ବୁଦ୍ଧଦେବ ଠାରୁ ତ ଆହୁରି ମହାନ ହେଇଗଲେ। ପ୍ରେରଣା ମିଳିବ, ଆସ୍ତେ ଆସ୍ତେ ପ୍ରେରଣା ମିଳିବ ତୁମକୁ। ମୁଁ ଯେତିକି କହୁଛି କିଛି କିଛି ଝଲକ ଦେଖେଇ ଦିଆ ହଉଛି, ତୁମ ଆଗକୁ ଯିବାକୁ, ଆଗକୁ ଚାଲ ସେତିକି ବାଟ। ଗୋଟେ ଗାଁରେ ଗୋଟେ ଲୋକ ଯାଉଥିଲା, ବୁଦ୍ଧ ମହାତ୍ମା ଯାଉଥିଲେ, ଆଉ ଗୋଟେ ଗାଁକୁ ଯିବେ, ମାନେ ମଝିରେ ବାଟୋଇ ମାନଙ୍କୁ ଭେଟିଲେ, ଆଉ ଆର ଗାଁଟା କେତେ ବାଟ ନା 1 ମାଇଲ, 1 ମାଇଲ ହବ। ସେଠୁ ଗଲେ, ସେଠି ପଚାରିଲେ ଆଉ ଗାଁଟା କେତେ ବାଟ ନା 1 ମାଇଲ। ଆଉ ଜଣ କହିଲା, ବୁଦ୍ଧ ମହାତ୍ମା ଆଗକୁ ଗଲେ, ପୁଣି ଆଗରେ ଦେଖିଲେ ଗାଁଟା କେତେ ବାଟ, ଆଉ ସନ୍ଧ୍ୟା ହେଇଯାଉଛି ନା ଆଉ 1 କିଲୋମିଟର ମାତ୍ର। ଏ କଣ ଯୋଉଠି ଯାଉଛ ସେ କହୁଛନ୍ତି 1 ମାଇଲ, 1 ମାଇଲ, 1 ମାଇଲ। ସେଥିରେ ବି ପ୍ରେରଣା ମିଳିବ, ତମକୁ ହୋସ ରହିଲା। ଆଉ ଗୋଟେ
କିଛି ବାଟ ଗଲେ ଗାଁଟେ ମିଳିବ। ଯଦି କହିଥାନ୍ତା ବହୁତ ଦୂର ଅଛି ତମେ ଯାଇପାରିବନି, ଥକି ଯାଇଥାନ୍ତା। ସେମିତି ଏଠି ବି କିଛି ବାଟ ଅଛି, ଚାଲ ଆଗକୁ ଚାଲ, କିଛି ଜୋଶ ମିଳୁଛି ତୁମକୁ ଆତ୍ମା ପାଖରେ ପହଞ୍ଚିବା ପାଇଁ। ବହୁତ ସଲ୍ୟୁସନ ଦିଆହଉଛି ଆତ୍ମା ପାଖରେ ପହଞ୍ଚିବା ପାଇଁ। ଯେତିକି ବାଟ ଆସିଛୁ କମ ବାଟ ଆସିନ ଭାବନି, ବହୁତ ବାଟ ଆସିଛୁ। ଯେଉଁମାନେ ରେଗୁଲାର ସତ୍ସଙ୍ଗ ଶୁଣୁଛନ୍ତି ମାନେ ହିଁ ଚାଲୁଛନ୍ତି ସେଇ ରାସ୍ତାରେ ଆତ୍ମା ପାଖରେ ପହଞ୍ଚିବା ପାଇଁ, ସେମାନେ ବହୁତ ଦୂରକୁ ଆସିଲେଣି। ଯେଉଁମାନେ ରେଗୁଲାର ଶୁଣୁଛନ୍ତି। ହଉ ହଉ ରଖିବା। ଜୟ ଜଗନ୍ନାଥ।